ଆଜି ଦିନ 2:30 ଗୋଟେ ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ଟାଉ ଚିତ୍ତ ମେହେର ଆଲୋକ ଆଲୋକ ମହାଲିକ ସବ ଇନ୍ସପେକ୍ଟର ତାଙ୍କ ଟିମ୍ ସହିତ କୌଣସି ହୋଟେଲ ପଛଆଡ଼େ ଗୋଟେ ରେଡ୍ କଲେ। ସେଥିରେ ସେ ଦିଟା ଗାଡି ଧରିଲେ, ବାଇକ୍ ଧରିଲେ। ସେଥିରେ 720 ପ୍ୟାକେଟ ଧରା ହେଇଛି କୋରେକ୍ସ ଆଉ 5,100 ଟଙ୍କା। ଦିଟା ଆକ୍ଟିଭା ଯୋଉ ହେଇଛି, ଗୋଟେ ହଉଛି ହିରୋ ହୋଣ୍ଡା ଆକ୍ଟିଭା ଆଉ ଗୋଟେ ସୁଜୁକି ଆସେସ୍। ଏମାନେ ଦୀର୍ଘ ଦିନ ହେଲା କରି ଆସୁଥିଲେ, ପଛେ ବନ୍ଦ କରିଥିଲେ। ଏବେ ପୁଣି ନୂଆ ଭୁବନେଶ୍ୱର ଆସି ଜଷ୍ଟ ଲ୍ୟାଣ୍ଡ କରୁ ଧରା ହେଇଛି। এই যে ধরা পড়িଥିବା କୋରେକ୍ସର ମୂଲ୍ୟ ପାଖାପାଖି 4 ଲକ୍ଷ ଟଙ୍କା ହବ। ଆଚ୍ଛା, ମଝିରେ ସପ୍ତାହ ଭିତରେ କିଛି ଆମର ଇରିଟେଟିଂ କ୍ରାଇମ ହେଇଥିଲା, ଚିନ୍ତା ହେଇଥିଲା। ସେଥିରେ ଏମାନେ ରବରି କେସ୍ କରିକି ଟାଉନ 5 ଲୋକ ବାନ୍ଧିଛି ରବରି କେସରେ। ରୁରାଲ ବାନ୍ଧିଛି, ରବରି କେସ୍ ଦିଟା ବାନ୍ଧିଛି, ଏଇ ଫଡ଼ା କରୁଛନ୍ତି। ଆଚ୍ଛା, ସଦର ଥାନାରେ ଗଞ୍ଜେଇ ଗୋଟେ ଧରା ପଡିଛି, 2 ଜଣ ଆରେଷ୍ଟ ଫଡ଼ା କରିଛନ୍ତି। ବର୍ତ୍ତମାନ କୋରେକ୍ସ, ଗଞ୍ଜେଇ ଆଉ ଯୋଉ ଇରିଟେଟିଂ କ୍ରାଇମ ଚିନ୍ତା ଚାଲିଛି, ତାପରେ ଆମର 3ଟା ଟିମ୍ ଫର୍ମେସନ କରାଯାଇଛି ଏବଂ ଦୁନିଆ ଜାଗାରେ ସେମାନେ ଜଗି ଅଛନ୍ତି। ଯେତେବେଳେ ଯୋଉ ଖବର ଆସୁଛି ସାଙ୍ଗେ ସାଙ୍ଗେ ମାଡ଼ି ବସୁଛନ୍ତି। ଆପଣମାନଙ୍କୁ ମୋର ଅନୁରୋଧ ଆଉ ମିଡିଆ ମାଧ୍ୟମରେ ମୋର ଜନସାଧାରଣଙ୍କ ଅନୁରୋଧ, ଯେତେବେଳେ ଯାହା ଖବର ପାଉଛନ୍ତି, ଯିଏ ଯୋଉଠି ପାଉଛି ଖବର ମୋବାଇଲ ରେକର୍ଡିଂ କରି ଆମକୁ ଦିଅନ୍ତୁ, ଆମେ ସଜାଗ ଅଛୁ। ଆଉ ଲୋକମାନେ ଟିକେ ସତର୍କ ରୁହନ୍ତୁ, ଟିକେ ନିଜେ ଜାଗ୍ରତ ହେବେ। ଯାହା ଦ୍ୱାରା ଖବର ପାଇବେ ଆମକୁ ଖବର ଦେବେ, ଆମେ ସାଙ୍ଗେ ସାଙ୍ଗେ ସେଟା ଆସିଛି। ସେଟା ଇନଭେଷ୍ଟିଗେସନ ଯେହେତୁ ଡାଇଭଲ୍ଟ କରୁନି, ଆସିଥିଲା ଭୁବନେଶ୍ୱର ଆସିଥିଲା ଏବଂ କୋଉ ଲୋକ ଏଠୁ ଆସିଛି ଆମେ ତ ଜାଣିଛୁ। ନେକ୍ସଟ ଧରା ପଡିଛନ୍ତି ସେ ହଉଛି ଅର୍ଜୁନ ନାୟକ, ତାଙ୍କର ହଉଛି 1/5, ଆଉ ଗୋଟେ ଚନ୍ଦନ ଚକ୍ରବର୍ତ୍ତୀ, ଆଉ ଗୋଟେ ହଉଛି ସୁଶାନ୍ତ ନାଗ, ଆଉ ଗୋଟେ ବିଜୟ ନାଗ। ମୁଇଁ କହି ରଖୁଛି, ୟା ପୂର୍ବରୁ ଯୋଉ ଆମେ କେସ୍ ଧରିଥିଲୁ, ତାପରେ ଯେ କିଙ୍ଗ ପିନ୍ ଆମେ ଯାହା ଖୋଜୁଥିଲୁ, ଯେ କିଙ୍ଗ ପିନ୍ ତାକୁ ମଝିରେ ଜଷ୍ଟ 7 ଦିନ ତଳୁ ଆମ ଏବଂ ଏସଟିଏଫ କାନାଇମା ଧରିଛୁ। ବର୍ତ୍ତମାନ ସେ ଭିତରେ ଅଛି। ମୁଁ କହୁଥିଲି ଯେ କଟକର ଧବଳେଶ୍ୱର ମନ୍ଦିର ପାଖରେ ଯୋଉ ଲୋକଟା ଟ୍ରାକ୍ କରିଥିଲୁ, ସେ ଲୋକ ଅଲରେଡି ଧରା ପଡିଛି, ଏସଟିଏଫ ଧରିଛି। ଆଚ୍ଛା, କିଙ୍ଗ ପିନ୍ ଯୋଉ ଥିଲେ ଗଞ୍ଜେଇର, ସେଥିରେ 2 ଜଣ ଧରା ପଡିଛନ୍ତି, ସେ ଅଛନ୍ତି। ଇଏ ହଉଛି ସେ ତାର କାରଣ ହଉଛି ଏଇ ଯୋଉ କୋରେକ୍ସ ଖାଇ ଯୋଉ ନିଶାର ବ୍ୟାସ କରୁଛନ୍ତି, ତାକୁ ଆମେ କହୁଛୁ ଇରିଟେଟିଂ କ୍ରାଇମ ଧରା ପଡିଛନ୍ତି। ଯୋଉ 5-2-7 ଧରା ପଡିଛନ୍ତି, ପୁଣି ଗଞ୍ଜେଇରେ ଧରା ପଡି। ତାପରେ ଆହୁରି ଆଲର୍ଟ ଅଛୁ। ଗୋଟେ ଖବର ଆସିଲା ଅତାବିରା ମଧ୍ୟରେ ଲୋକଙ୍କୁ ଆଇଡେଣ୍ଟି କରୁଛୁ, ସରକାର ମଧ୍ୟ ଘୁରେଇ ଯାଉଛି। ମୋର ପ୍ରଥମ ମିଟିଂ କହି ରଖିଛି, ବଡ ବଡିଆ ବୋଲି କୁଆଡେ ନାହିଁ, ଯିଏ ଆସିବ କ୍ରାଇମ ପରିବରେ ଯିଏ ପଶିବ, ବଡ ବଡିଆ ଛୋଟିଆ ନୁହଁ, ପକ୍କା ପକ୍କା ଧରା ପଡିବ। ମୁଁ କହିଛି 2 ଜଣ ଧରା ପଡିଛନ୍ତି, ସେ ଜେଲ ଅଛନ୍ତି। ଏ କରେ ସେ ଯିଏ ଆସିବ ସେ ଜେଲ ଭିତରକୁ ଯିବ। 720 ବୋଟଲ କୋରେକ୍ସ, 2ଟା ମୋବାଇଲ, 5,100 ଟଙ୍କା, ତାଙ୍କର ସ୍କୁଟି। ତାପରେ ନଜର ରଖିଛୁ ଏବଂ ଯେତେବେଳେ କୌଣସି ଟିକେ କ୍ଲୁ ମିଳିବ ସେଟା କିନ୍ତୁ ଆକ୍ସନ ହବ।